ଯେତେ ଜିନିଷ ଦେଖାଯାଏ 5 ପ୍ରକାର ଦେଖାଯାଏ ତାକୁ ଜାଣିଛନ୍ତି ନା? ଆଖିରେ ରୂପ ଦେଖାଯାଏ, କାନରେ ଶବ୍ଦ ଦେଖାଯାଏ, ଜିହ୍ୱାରେ ରସ ଦେଖାଯାଏ, ନାସାରେ ଗନ୍ଧ ଦେଖାଯାଏ, ଚର୍ମରେ ନରମ ନରମ ମାନେ କୋମଳ କଠିନ ବା ଗରମ ଥଣ୍ଡା ଜଣା ପଡେ। ଏଟା ଦେଖାଯାଏ। ଏବେ ପର୍ଯ୍ୟନ୍ତ ଆପଣ ଜାଣିଥିବେ ଦେଖା ହବ। ଆପଣ ତରକାରୀ ରାନ୍ଧି ସାରିଲା ପରେ ମନେ ପଡିଗଲା 2 ଥର ଲୁଣ ପକେଇଛି କି, ଆପଣ ଝିଅକୁ ପାଖକୁ ଡାକି କହିଲେ ଟିକେ ଦେଖେଲେ ଲୁଣ ଅଧିକା ହେଇଛି, ଏଠି କଣ ଲୁଣ ଅଧିକାଟା ଦେଖିବ ନା ଚାଖିବ? ଚାଖିବାଟା ଆପଣ ଦେଖିବା କହୁଛନ୍ତି ନା ନାଇଁ? ତରକାରୀଟା ରାତିରୁ ରଖିଥିଲେ ସକାଳୁ କିଛି ଗନ୍ଧ ହେଲା ବେଳେ ମନେ ହେଲା, ଆପଣ ଛୁଆ କହୁଥିଲେ ଦେଖନି ଏଟା ଗନ୍ଧ ହଉଛି ନା ନାହିଁ। ଏଟା ଦେଖିବା ଶବ୍ଦର ଅର୍ଥ କଣ? ନାକରେ ଶୁଙ୍ଘିବା। ଏଣୁ ସବୁଟାକୁ ଦେଖିବା କହନ୍ତି। ଭଲରେ ବୁଝନ୍ତୁ। ସେ କହିଲେ ଦେଖିବା ଜିନିଷ ଉପଯୋଗ ଲକ୍ଷ୍ୟ ନୁହେଁ, ଦେଖିବା ଜିନିଷ ଯେତେ ଦେଖିବା। ଇଏ ରହସ୍ୟ ବୁଝିଗଲେ ଜୀବନ ବଦଳି ଯିବା। ଗୀତାରେ କହିଲେ ଯେହି ସଂସର୍ଗ ଯା ଭୋଗା, ସମ୍ପର୍କରୁ ଯୋଉ ଭୋଗ ସୃଷ୍ଟି ହୁଏ ଦୁଃଖ ଯୋଉ ନ ଇଏ ମତେ, ସେଇଠୁ ଦୁଃଖ ଆରମ୍ଭ ହେଲା। ଆପଣ ବୁଝୁଛନ୍ତି? ଆପଣ ମତେ ଦେଖିନଥିଲେ, ମୁଁ ଆପଣଙ୍କୁ ଦେଖିନଥିଲି, ମୁଁ ଆପଣଙ୍କୁ ଦେଖିଲି, ମତେ ଆପଣ ଦେଖିଲେ, ଦେଖିଲା ପରେ ଆପଣ ମୋ କଥା ଭାବିଲେ, ମୁଁ ଆପଣଙ୍କ କଥା ଭାବିଲି। ଦେଖିଲି ରୂପ, ଭାବିଲା କିଏ? ମନ। ବୁଝୁଛନ୍ତି ନା? ତେଣୁ ଦେଖିଲା ପରେ ଆପଣ ଆପଣଙ୍କ ଘରେ, ମୁଁ ମୋ ଘରେ, ମୁଁ ବସି ଭାବୁଛି। ଧୀରେ 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 ଦେଖିବା ଜିନିଷଟା ମତେ ଅଧିକାର କରୁଛି, ମୁଁ ତା ଉପରେ ଅଧିକାର କରିବା କଥା, ସେ ମତେ ଅଧିକାର କରୁଛି। ସେ ଯେତେ ଜିନିଷ ଦେଖାଯାଉଛି ସେ ମୋ ଶରୀର ପାଇଁ, ମୋ ପାଇଁ ନୁହେଁ। ଭଲରେ ବୁଝିପାରିଲେ? ମୋ ପାଇଁ ନୁହେଁ, ମୋ ଶରୀର ପାଇଁ। ନ ଖାଇଲେ ବଞ୍ଚିପାରିବେନି, ନ ଶୋଇଲେ ଭଲ ବଞ୍ଚିବେନି, ଏସବୁ ଜିନିଷ ମୋ ପାଇଁ।